ଯେତେବେଳେ କୌଣସି ମହିଳା ପୁରୁଷର ଗୁପ୍ତାଙ୍ଗକୁ ନିଜ ପାଟିରେ ନେଇଥାଏ, ତେବେ ପୁରୁଷର ପୂରା ଶରୀର ଧନୁ ଭଳି ହୋଇଯାଇଥାଏ ଓ ପଛ ହଲିବାକୁ ଲାଗିଯାଏ। ଯେଉଁ ମହିଳା ନିଜ ଗୁପ୍ତାଙ୍ଗରେ ନିଜ ଆଙ୍ଗୁଳି ପୂରାଇ ନିଜର ପାଣି ବାହାର କରିଥାଏ, ତେବେ ଏମିତି ମହିଳା କରିବାର ସବୁଠାରୁ ଅଧିକ ସଉକ ରଖିଥାଏ। କାମ ଏମିତି କରନ୍ତୁ କି ନାମ ହୋଇଯିବ ଓ ନାମ ଏମିତି କରନ୍ତୁ କି ଶୁଣିବା କ୍ଷଣି କାମ ହୋଇଯିବ। ସମୟ ଦେଖି ନୁହେଁ, ସମୟ ଦେଇ ପ୍ରେମ କରିବା ଶିଖନ୍ତୁ। ଯଦି ମୁଠି ମାରି ମାରି ଆପଣଙ୍କର ଛୋଟ, ପତଳା ଓ ଢିଲା ହୋଇଯାଇଛି ଓ କରିବା ସମୟରେ ସ୍ତ୍ରୀଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡ଼ୁଛି, ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ। ଗୋଟିଏ ସେଓକୁ 4 ଫାଳ କରି ଗୋଟିଏ ଫାଳ ନିଅନ୍ତୁ ଓ ଏହାର ଚୋପା ଛଡ଼ାଇ ଛୋଟ ଛୋଟ ଖଣ୍ଡ କରି କାଟି ନିଅନ୍ତୁ। ଏହାପରେ 50 ଗ୍ରାମ ଘି କୁଆଁରୀ ରସ ଓ 150 ଗ୍ରାମ କରଞ୍ଜ ତେଲ ନିଅନ୍ତୁ। ଏହି ତେଲରେ କଟା ଯାଇଥିବା ସେଓ ଓ ଘି କୁଆଁରୀ ରସ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଏହାକୁ ଗୋଟିଏ କାଚ ପାତ୍ରରେ ରଖି ଦିଅନ୍ତୁ ଓ ଏହାର ପରବର୍ତ୍ତୀ ଦିନ ଏହାକୁ ଖରାରେ ରଖି ଦିଅନ୍ତୁ ଓ ତା ପର ଦିନଠାରୁ ଏହାକୁ ସକାଳ, ଦ୍ୱିପ୍ରହର ଓ ରାତିରେ 3 ଥର ନିଜ ତଳ ଅଙ୍ଗ ଉପରେ ହାଲକା ହାତରେ ଉପର ତଳକୁ ଓ ତଳୁ ଉପରକୁ କରି ଧୀରେ ଧୀରେ ମାଲିସ କରନ୍ତୁ। ଏମିତି 1 ମାସ ଯାଏଁ କରନ୍ତୁ, ଫରକ ଜାଣିପାରିବେ। ଦାୟିତ୍ୱ ଯୋଗ୍ୟତା ଦେଖି ମିଳିନଥାଏ, ବରଂ ଦାୟିତ୍ୱ ଯୋଗ୍ୟତା ବନାଇଥାଏ।